ତମର ଇକୋନୋମିକ୍ସ ଅଛି? ଆଉ ସେମାନେ ଓଡ଼ିଆ ଅଛି ନା ନାହିଁ? ବହୁତ ନା କାର ନାହିଁ ତାହେଲେ ଆଜି କେହି ଗୋଟେ ପଢିବନି। ମୁଁ ପଢିବି ନା ନା ଏଇଟା ତାପରେ ତାର ଗୋଟେ ରହିଲା ତମର କଣ ନନ୍ଦିକେଶ୍ୱରୀ ନନ୍ଦିକେଶ୍ୱରଟା କାବ୍ୟ ପିଲା ଆସିନାହାନ୍ତି ନା ସେଟା ଷ୍ଟାର୍ଟ କଲେ ଆଉ ଥରେ ପଢେଇବାକୁ ପଡିବ କଷ୍ଟଟା ହେଲା ପିଲା ନ ଆସିଲେ ବୁଝିପାରିବେନି ତତେ ଆଉ ଭଲ ବିଷୟରେ କିନ୍ତୁ ବଡଟା ଆଉ କଷ୍ଟ ବଡ ବଡ ଅଛି ତୁମର ଐତିହାସିକ ଏଇଟା ଆଉ ବାକ୍ୟ ସରିଯାଇଛି ନାଇଁ ବାକ୍ୟ ପରିବର୍ତ୍ତନଟା ଆପଣ ଏଇ ଧ୍ୟାନ ଦେବେ ନାଇଁ ନାଇଁ ସରଳରୁ ଯୌଗିକଟା ପଢା ସରିଛି এটা অল্প ଟିକେ ପଢିକି ସେଟା ଅଳ୍ପ ଟିକେ ମିଶ୍ରଣ ପଢେ ସରଳ ବାକ୍ୟ ତାପରେ ଅଛି ସରଳରୁ ଯୌଗିକ କରିଥିଲ ଲାଷ୍ଟ କ୍ଲାସରେ ସରଳରୁ କେମିତି ଯୌଗିକ କରିବ କେମିତି ଜଟିଳ କରିବ ଆଗେ ମତେ କୁହ ସରଳ ବାକ୍ୟ କାଢିବ କେମିତି ଜାଣିବ ଯେ ସରଳ ବାକ୍ୟ ତାପରେ ତାକୁ ଯୌଗିକ କରିବ ନା ଜଟିଳ କରିବ ସରଳ ବାକ୍ୟ ଯୌଗିକ ବାକ୍ୟ କାହାକୁ କୁହାଯାଏ ଆଜି ତ ବିଲକୁଲ କହିବେନି ମତେ ଆସିବନି ବୋଲି ଆଜି କହିବାକୁ ପଡିବ ଆଉ ନା ପଦମୀ ତ ହେଇନ ବାକ୍ୟ ସୃଷ୍ଟି କହିଲା ଦିଟା ସରଳ ବାକ୍ୟ ଯୋଡି ହେଲେ ତାକୁ ଆମେ ଯୌଗିକ ବାକ୍ୟ କହିବା ଯଦି କିଛି ମନେ ପଡୁନି ଯୌଗିକ ଶବ୍ଦଟାକୁ ମିଶାଇ ଦିଅ ମିଶ୍ରଣ ଚିହ୍ନ ସହିତ ମାଇଣ୍ଡରେ ମିଶାଇ ଦିଅ ଅର୍ଥ ମନରେ ଯୌଗିକ ମାନେ ଯୋଗ ଯୋଗଟାରୁ ଯୋଗରୁ ଯୌଗିକ ଯୋଗ କର କହିଲେ ତମେ କଣ କରୁଛ ପ୍ଲସ୍ କରୁଛ ତେଣୁ ମିଶେଇ ଦିଅ ଯୋଗ ମାନେ ଦିଟା ଜିନିଷ ପ୍ଲସ୍ କରିବାକୁ ହେଲେ ଆମକୁ ଗୋଟିଏ କାହାକୁ ପ୍ଲସ୍ କରିହବ ଯାହା ହେଲେ ଦିଟା ତିନିଟା ଦରକାର ତେଣୁ ଦୁଇ ବା ତାଠୁ ଅଧିକ ତତୋଧିକ ତ ସେଇ ଜିନିଷଟାକୁ ମନେ ରଖିବ ଦୁଇ ବା ତତୋଧିକ ସରଳ ବାକ୍ୟକୁ ଯଦି ଯୋଡିବା ତାହେଲେ ସେଟା ଯୌଗିକ ବାକ୍ୟ କିନ୍ତୁ ଯୋଡିବା ପାଇଁ ପ୍ଲସ୍ ଚିହ୍ନ ଯେମିତି ଦରକାର ହଉଛି ସେମିତି ଯୋଡିବା ପାଇଁ ଅବୟରେ ବ୍ୟବହାର କରିବା ନାଇଁ ତାହେଲେ ଯୌଗିକ ଜଟିଳ କଣ ଆଶ୍ରିତ ଏକ୍ସାମ୍ପଲ ଦିଅ ଆଶ୍ରିତ ଅବୟର ଯେବେ ସେବେ ଯେତେବେଳେ ସେତେବେଳେ ଯେମିତି ସେମିତି ଯଥା ତଥା ତେବେ ଆମେ କଣ କଲେ ଯୌଗିକରୁ ଆମେ ସରଳରୁ ଯୌଗିକ ଆଉ ଜଟିଳଟା ଶିଖିଥିଲେ ଆଜି ଶିଖିବା ଯୌଗିକରୁ କିଭଳି ସରଳ ଆଉ ଜଟିଳ ବାକ୍ୟ କହିହବ ଯୌଗିକ ବାକ୍ୟ ଗୋଟେ ଉଦାହରଣ ଦଉଛି ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେଉଛନ୍ତି ଇଏ ହେଲା ଗୋଟେ ସରଳ ବାକ୍ୟ ମାତ୍ରଟା ହେଲା ଗୋଟେ ଅବୟ ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି ଖାଲି ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି ସେଇ ଧାଡିଟା ହେଲା ଗୋଟେ ସରଳ ବାକ୍ୟ କାରଣ ଏଥିରେ ଗୋଟେ ମାତ୍ର ସମାପିକା କ୍ରିୟା ଅଛି ତେବେ ଦିଟା ସରଳ ବାକ୍ୟ ଯୁଗ ହେଲା ତା ସହିତ ଯୋଗ କିଏ କଲା କୋଉ ଶବ୍ଦଟା ଅବୟ ମାତ୍ର ନାଇଁ
ତେବେ ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେଉଛନ୍ତି, ମାତ୍ର ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି କିମ୍ବା କିନ୍ତୁ ବି ଲଗେଇ ପାରିବ, କିନ୍ତୁ ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି। ଯାହା ବି ହେଲେ ଗୋଟେ ଅବୟ ଲଗେଇକି ତାକୁ ଯୋଡିଲ, ତାକୁ ଯଦି ଆମେ ସରଳ ବାକ୍ୟରେ କରିବା ତାହେଲେ କଣ ହବ? ଲେଖିଦେବି। ଏଗୁଡା ଉପରକୁ ଦେଖୁଥିବ ହେଲା, ମୁଁ ସେଟା ପଢଉଛି। ଯୌଗିକ, ଏଟା ଯୌଗିକ ବାକ୍ୟଟେ ହେଲା। ପିଲାମାନେ ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହଉଛନ୍ତି, ମାତ୍ର ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି। ଆକୁ ଆମେ ସରଳ ବାକ୍ୟ କେମିତି କରିବୁ? ଏଠି କିନ୍ତୁ ଦିଟା ସରଳ ବାକ୍ୟ ଅଛି। ଏ ଗୋଟେ ସରଳ ବାକ୍ୟ, ଇଏ ଗୋଟେ ସରଳ ବାକ୍ୟ, ଏଇଟା ହେଲା ତାଙ୍କର ଅବୟ ହେଲା। କିନ୍ତୁ ଆମେ ଯେତେବେଳେ ସରଳ ବାକ୍ୟ କରିବା, ତାର ଡେଫିନେସନ ଟା ମନେ ପକାଅ। ତାର ଡେଫିନେସନ ଗୋଟିଏ ମାତ୍ର ସମାପିତ କ୍ରିୟା ଥିବ, ଏଠି କିନ୍ତୁ ଦିଟା ସମାପିତ କ୍ରିୟା ଅଛି। ବଡ ହେଉଛନ୍ତି ଗୋଟେ ସମାପିତ କ୍ରିୟା, ବଡ ହେଉଛନ୍ତି ଗୋଟେ ସମାପିତ କ୍ରିୟା। ଏମିତି ତାକୁ ଯୋଡିବ ଯେମିତି ଗୋଟିଏ ସମାପିତ କ୍ରିୟା ରହିବ। ଅସମାପିତ କ୍ରିୟା ରହିଲେ ଚଳିବ, ଆଉ ଏଇ ମାତ୍ରାଟା ମଧ୍ୟ ଘଟିବାକୁ ପଡିବ। ଅବୟ ସେଥିରେ ରହିବନି। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ଆଜିକାଲି ବଡ ହେବି ଲକ୍ଷ୍ୟ ନା, ବଡ ହେବି। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେଲା ପରେ ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି। ଏଇଆ ବଡ ହେଇ। ଆଚ୍ଛା ଠିକ, ନେକ୍ସଟ ଆଉ କିଏ କହିବ? ଦେଶରେ ପାଠ ପଢି ପିଲାମାନେ ହଁ କୁହ। ହଁ ହଁ କର କର, ଆରାମସେ କର। ତାକୁ ତମେ ସରଳ କରିବ ହେଲା। କିଛି କିଛି ତ ଆଟଲିଷ୍ଟ ମିଶିବା ଦରକାର। ଆଜିକାଲି ପିଲାମାନେ ପାଠ ପଢି ପାଠ ପଢି ବଡ ହେଲା ପରେ ହିଁ ଯାଉଛନ୍ତି, ବଡ ହେଲା ପରେ। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେଲା ପରେ ହମ ତମେ କଣ ଲେଖିବ? ଆଜିକାଲି ବହୁତ ମିନିଂ କିଛି ଅଛି। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେଲା ପରେ କଣ କ୍ୱେଶ୍ଚନ ମାର୍କ ହେଇଯାଉଛି ହେଲା। ସରିଲା, ଲେଖିଲେ ସମସ୍ତେ ଏବଂ ମିଶାଅ। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେବା ପରେ ମାତୃଭୂମିକୁ ଭୁଲି ବିଦେଶ ପଳାଉଛନ୍ତି ହେଲା। ବଡ ହେଲା ପରେ ହେବା ପରେ ସେ ଚଳିବ, କିଛି ନାହିଁ। ମାତ୍ର ସେ ଯୋଉଟା କହୁଥିଲେ ମଧ୍ୟ ଠିକ ହବ। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ବଡ ହେଇ ମାତୃଭୂମିକୁ ଭୁଲି ଚାଲି ଯାଉଛନ୍ତି ହେଲା। ତେବେ କଣ ହେଲା? ଆଜିକାଲି
ଆଜିକାଲି ପିଲାମାନେ ବେଶୀ ପାଠ ପଢି ବଡ ହେଲା ପରେ ବା ବଡ ହେବା ପରେ ହେଲା ହେବା ଯାହା ଲଗେଇଦେଲେ ହେବା ମଧ୍ୟ ହେଇପାରିବ ନା ଭାଷା ଅନୁସାରେ ବଡ ହେବା ପରେ ମାତୃଭୂମିକୁ ଭୁଲି ବିଦେଶ ପଳଉଛନ୍ତି। ତାକୁ ଆମେ ଯଦି କରିବା ଜଟିଳ ବାକ୍ୟ। ଜଟିଳ ବାକ୍ୟ ବୋଲି କଣ ହବ? ଜଟିଳ ବାକ୍ୟର ସଂଜ୍ଞା ଆଗ ମନେ ପକା। ଦିଟା ଖଣ୍ଡ ବାକ୍ୟ, ଦୁଇ ବା ତତୋଧିକ ଖଣ୍ଡ ବାକ୍ୟ ଜଡିତ ହଉଥିବ କିନ୍ତୁ ଅଧା ଯଦି କରିଦା ପରସ୍ପର ସହିତ ନିର୍ଭରଶୀଳ ହଉଥିବ ସେ ବାକ୍ୟ। ଆଉ ତା ଦେହରେ କଣ ଥିବ? କୋଉ ଅଭୟ? ଆଶ୍ରିତ ଅଭୟ ତାକୁ କୁହ। ଜଟିଳ ବାକ୍ୟ ଏଇଟା ତ ତମେ ସରଳ କହିଦଉଛି। ଏଇଟା ତ ସରଳ ହେଇଗଲା। ଜଟିଳ କୁହ। ହଁ ଠିକ କହୁଛି। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ଯେତେବେଳେ ବଡ ହେଉଛନ୍ତି ସେତେବେଳେ ମାତୃଭୂମି ବିଦେଶ ପଳଉଛନ୍ତି। ହବ ହବ ହବ। ଆଜିକାଲି ପିଲାମାନେ ଦେଶରେ ପାଠ ପଢି ଯେତେବେଳେ ବଡ ହେଉଛନ୍ତି ସେତେବେଳେ ମାତୃଭୂମିକୁ ଭୁଲି ବିଦେଶ ପଳଉଛନ୍ତି। ଏଥିରେ ଆମର ଦିଟା ରହିଲା। ଯେତେବେଳେ ସେତେବେଳେ ଆଉ କଣ ହବ? ଅଲଗା ହବ ବୋଲି ଲଗେଇ ପାରିବ। ହବ ଯଦି ହେଇପାରିଲା ବି ହବ ହେଲା। ଆଜିକାଲି ପିଲାମାନେ ଯେତେବେଳେ ପାଠ ପଢି ସରି ଦେଶରେ ପାଠ ପଢି ଯେତେବେଳେ ବଡ ହଉଛନ୍ତି ସେତେବେଳେ ମାତୃଭୂମିକୁ ବୋଲି ବିଦେଶ ପଳଉଛନ୍ତି। ଲେଖି ସାରିଲା ପରେ ସବୁବେଳେ ଦେଖିବ ମାନେଟା କଣ ହଉଛି ଠିକ ବୁଝଉଛି ନା ନାଇଁ। ଏବେ ଆମେ ପ୍ରଥମ ଶବ୍ଦ ଥିଲା ଆମର ପିଲାମାନେ ପାଠ ପଢି ବଡ ହେଉଛନ୍ତି ମାତ୍ର ନିଜ ଦେଶରେ ପାଠ ପଢୁଛନ୍ତି କିନ୍ତୁ ବଡ ହେଇକି ବିଦେଶରେ ହେଇକି ସ୍ଥାୟିତ୍ୱ ରହିଯାଉଛନ୍ତି ସେଠି ଆଉ ଫେରୁନାହାନ୍ତି। ତ ଆଜିକାଲି ପିଲାମାନେ କୋଉଠି ପାଠ ପଢୁଛନ୍ତି? ନିଜ ଦେଶରେ। ତେଣୁ ସେଟାକୁ ଆଗେ ରଖିବ ନିଜ ଦେଶରେ ପାଠ ପଢି ପାଠ ପଢିଲା ପରେ ପଢିଲା ପରେ ଯାଇ ବଡ ହେବେ। ତ ଯେତେବେଳେ ଆଜିକାଲି ପିଲାମାନେ ଦେଶରେ ପାଠ ପଢି ଯେତେବେଳେ ବଡ ହେଉଛନ୍ତି ସେତେବେଳେ ଯେତେବେଳେ ସେ ବଡ ହଉଛନ୍ତି ସେତେବେଳେ ସେ ମାତୃଭୂମିକୁ ଛାଡିକି ଚାଲି ଯାଉଛନ୍ତି ନା ବିଦେଶକୁ। କ୍ଲିୟର ହେଲା। ଜଟିଳ ବାକ୍ୟ ଏଇଭଳି ଅଲଗା ଅଲଗା ବାକ୍ୟ କରିପାରିବ ତ? ହବ ତ ନା ହବନି? ଖାଲି ମନେ ରଖିବ ସଂଜ୍ଞା ଗୁଡା। ସଂଜ୍ଞା ମନେ ରଖିଲେ ଯେ ଏଇ ବାକ୍ୟରେ ଏଇଟା ସଂଜ୍ଞା, ଏଇ ସରଳ ବାକ୍ୟ ଏଇଥିରେ ଏଇ ଜିନିଷ ଗୁଡାକ ରହିବା ଦରକାର। ଯୌଗିକ ବାକ୍ୟ ଏଥିରେ ଏଇ ଜିନିଷ ଗୁଡିକ ରହିବା ଦରକାର। ଜଟିଳ ବାକ୍ୟ ଏଇଟା ରହିବା ଦରକାର। ସେତିକି ମନେ ରଖିଦେଲେ ଯେକୌଣସି ବାକ୍ୟ ମଧ୍ୟ ତମେ ବଦଳେଇ ଦେଇ ପାରିବ। ସରିଲା ଲେଖନି? ତାପରେ ଆସିଲା ସରଳ ଯୌଗିକ ଜଟିଳ ଗଲା ତାପରେ ଜଟିଳ। ପ୍ରଥମେ ଆମେ ସରଳ ବାକ୍ୟରୁ ଯୌଗିକ ଆଉ ଜଟିଳ କରିବା ଶିଖିଥିଲେ। ତାପରେ ଆମେ ଯୌଗିକ ବାକ୍ୟରୁ କିଭଳି ସରଳ ଆଉ ଜଟିଳ କରିବା ଶିଖିବା। ତାପରେ ଆମେ ଜଟିଳ ବାକ୍ୟଟେ ଥିବ ତାକୁ କିଭଳି ସରଳ ଆଉ ଯୌଗିକରେ ପରିଣତ କରିବା। ଗୋଟେ ଏକ୍ସାମ୍ପଲ ତମର ଅଛି ଯଦି ଜଟିଳ ବାକ୍ୟର ଏକ୍ସାମ୍ପଲ ଅଛି ଯଦି ଆତଙ୍କବାଦର ମୂଳୋତ୍ପାଟନ କରାଯିବ ତେବେ ବିଶ୍ୱରେ ଶାନ୍ତି ସମ୍ଭବ ହେବ। ଯଦି ଆଉ ତେବେ ଦିଟା ଥିଲା ଆଶ୍ରିତ ଅବୟ। ଆଉ ଆତଙ୍କବାଦର ମୂଳୋତ୍ପାଟନ କରାଯିବ ବିଶ୍ୱରେ ଶାନ୍ତି ସମ୍ଭବ ହବ। ଦିଟା ଯାକ ହେଲା ଖଣ୍ଡ ବାକ୍ୟ।
କାହିଁକି ନା ଗୋଟେ ବାକ୍ୟ ଆଉ ଗୋଟେ ବାକ୍ୟ ସହିତ ନିର୍ଭରଶୀଳ। ଏଇ ବାକ୍ୟ ସହିତ ସେଇ ବାକ୍ୟ ଯୋଡି ହେଲେ ଯେମିତି ବାକ୍ୟଟି କମ୍ପ୍ଲିଟ ହଉଛି। ହଁ ଲେଖିଦେବି। ଯଦି ଜଟିଳ ବାକ୍ୟ ଏଟା। ଯଦି ଆତଙ୍କବାଦର ମୂଳୋତ୍ପାଟନ କରାଯିବ ତେବେ ବିଶ୍ୱରେ ଶାନ୍ତି ସମ୍ଭବ ହେବ। ତେବେ ଏଇଠି ଯଦି ଆଉ ତେବେ ଦିଟା ଯାକ କଣ 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 ଯଦି ଆଉ ତେବେ ଦିଟା କଣ ଆଶ୍ରିତ ଅବୟ ଆଶ୍ରିତ ଅବୟ ଗୁଡା କଣ ବାକ୍ୟକୁ ଯୋଡିବାରେ ସେଟା ସାହାଯ୍ୟ କରେ ନା। ତେବେ ଯଦି ଆଉ ତେବେ ଦିଟା ହେଲା ଆଶ୍ରିତ ଅବୟ। ତେବେ ଆତଙ୍କବାଦର ମୂଳୋତ୍ପାଟନ କରାଯିବ ଏତିକି ଯୋଉ ଧାଡିଟି ବିଶ୍ୱରେ ଶାନ୍ତି ସମ୍ଭବ ହେବ। ଦିଟା ଦିଟା ସହିତ ମାନେ କଣ ସମ୍ପର୍କ ନଥିଲେ କମ୍ପ୍ଲିଟ ହଉଛି କି ସେଣ୍ଟେନ୍ସ ଟା ତମକୁ ଯଦି ଖାଲି କଣ ହବ ବିଶ୍ୱରେ ଶାନ୍ତି ସମ୍ଭବ ହବ। ଆମ ମନରେ କଣ କଲେ ବିଶ୍ୱରେ ଶାନ୍ତି ସମ୍ଭବ ହବ ନିହାତି ମନରେ ଗୋଟେ କୋଶ୍ଚିନ୍ ଆସିବ। ତେଣୁ ଆମେ ଜଟିଳ ବାକ୍ୟରେ କଣ ପଢିଥିଲେ ଯୋଉ ତାର ଡେଫିନେସନ ଟା ପରସ୍ପର ନିର୍ଭରଶୀଳ ଦୁଇଟି ବା ତତୋଧିକ ଖଣ୍ଡ ବାକ୍ୟର ଯୋଗ ହବ ଆଶ୍ରିତ ଅବୟ ଦ୍ୱାରା। ତେବେ ଦୁଇ ବା ତତୋଧିକ ଦିଟା ଅଛି ତାର ଅଧିକ ମଧ୍ୟ ହେଇପାରେ। ଇଏ ହେଲା ଖଣ୍ଡ ବାକ୍ୟ କାହିଁକି ନା ପୁରା ବାକ୍ୟ କମ୍ପ୍ଲିଟ ହଉନି ବା ଏଇଟା ପଢିଲେ ଆମକୁ ଗୋଟେ ସେନ୍ସ କିଛି କୋଉ ଗୋଟେ ବୁଝିବାର ଅର୍ଥ ପରିପ୍ରକାଶ ହଉନାହିଁ। ତେଣୁ ଦିଟା ଦୁଇରୁ ତତୋଧିକ ଖଣ୍ଡ ବାକ୍ୟ କଣ ହଉଛି ପରସ୍ପର ନିର୍ଭରଶୀଳ। ଆ ବିନା ଇଏ ଅଧୁରା ନାହିଁ ଆ ବିନା ମଧ୍ୟ ଇଏ ଆକୁ ନ ଛାଡିଲେ ଇଏ ଆକୁ ନ ଛାଡିଲେ ଦିଟା ଖାଲି ଆମେ ପଢିବା ଅଧା ଅଧୁରା ଲାଗିବ ସେଟା ନାଇଁ। ଦି ଜଣ ସହିତ ନିର୍ଭରଶୀଳ ଅଛନ୍ତି। ତେବେ ଆକୁ ଆମେ ଏଟା ଅଛି ଜଟିଳ ବାକ୍ୟ ଆକୁ ଯଦି ଆମେ ସରଳ ବାକ୍ୟରେ କହିବା ତାହେଲେ କଣ ହବ ଆତଙ୍କବାଦର ମୂଳୋତ୍ପାଟନ କରାଗଲେ ବିଶ୍ୱରେ ଶାନ୍ତି ସମ୍ଭବ ହୋଇପାରିବ। ଆତଙ୍କବାଦର ମୂଳ ଉତ୍ପାଟନ କରାଗଲେ ବିଶ୍ୱରେ ଶାନ୍ତି ସମ୍ଭବ ହେବ। ଏଟା କଣ ସରଳ ବାକ୍ୟ ଠିକ କହିଲେ। ତମେ କହିଲେ ସରଳ ବାକ୍ୟ କହିଲେ କଣ ହବ କଣ ବୁଝିପାରୁଛ ବୁଝିପାରୁଛ ନା ବୁଝିପାରୁଛ। କୁହ ସରଳ ବାକ୍ୟ ମାନେ ଗୋଟେ ସମାଧି କେମିତି ଆସିବ ହେଲା କୁହ। ତମେ କହିଲେ କଣ ହବ ହଉଛି ବୁଝି ହଉନି ତମେ କହିଲ ତମ ନାଁ କଣ ଆରୁଣା ଦମ୍ବଦର ହବନି ତମେ କଣ ତମେ ଚେଷ୍ଟା ହିଁ କରୁନ କରିବାକୁ ହବନି ସେମିତି ହାର ମାନିକି କିଛି ଆସିବ ହାର ମାନିକି ସେଟା ହବ ହାର କାଇଁ କରୁଛ ଚେଷ୍ଟା କର କୋଉଟା ହଉନି କୋଉ ପ୍ରୋବ୍ଲେମ କୋଉ ଜିନିଷଟା ଡାଉଟ ସେଟା ସେଟା କରିଯିବନି ହବ ନା ହବନି ହବନି ତଥାପି ହବନି କୋଉଠି ଅସୁବିଧା ଲାଗୁଛି କୁହ କୋଉ ଜାଗାରେ ଅସୁବିଧା ଲାଗୁଛି
କୋଉ ଜାଗାରେ ତମକୁ ଯେ ଏଇଟା ଜଟିଳ ବାକ୍ୟ ଗୋଟେ ଜିନିଷ ବାକ୍ୟଟି ଜାଣିଲ ବାକ୍ୟ ଯାହା ଆମେ ଡେଲି କଥାବାର୍ତ୍ତା ସବୁ ହଉଛି ସେଟା ବାକ୍ୟ ମୁଁ ତମକୁ ଗୋଟେ କହିଲି ସେଠି କାହିଁକି ବସ ସେଟା ଗୋଟେ ବାକ୍ୟ କୋଉ ଗୋଟେ ପ୍ରକାରର ବାକ୍ୟ ଅଛି ତ ଜଟିଳ ବାକ୍ୟ ହଉଛି ସେ କଣ ଦିଟା ଖଣ୍ଡ ବାକ୍ୟ ଥିବ ଖଣ୍ଡ ବାକ୍ୟ କଣ ଆଚ୍ଛା ଗୋଟେ ଖଣ୍ଡ ଖଣ୍ଡ ମାନେ କଣ ଗୋଟେ ଜିନିଷ ଭାଙ୍ଗି ଯାଇଛି ନାଇଁ ଭାଙ୍ଗି ଯାଇଛି ବୋଲି ଖଣ୍ଡ ବର୍ତ୍ତମାନ ମୁଁ ତମକୁ ଦେଖେଇଲି ଏଇଟା ଗୋଟା ହଁ ଭାଙ୍ଗିଦେଲେ ଏଇଟା କଣ ହେଇଗଲା ଖଣ୍ଡ ହେଇଗଲା ବର୍ତ୍ତମାନ ଇଏ ଆଉ ଇଏ ଏଇଟା ଖାଲି ଭଲ ଦେଖା ଯାଉଛି କି ଏଇଟା ଖାଲି ଭଲ ଦେଖା ଯାଉଛି କି ତେବେ ଯଦି ଏଇଟା ବାକ୍ୟ ହୁଏ ଗୋଟେ ଏକ୍ସାମ୍ପଲ ଦେଲି ଯଦି ଇଏ ଗୋଟେ ବାକ୍ୟ ଆଉ ଇଏ ଗୋଟେ ବାକ୍ୟ ଆକୁ ଯଦି ଆମେ ଯୋଡି ଦେଲେ ତାହେଲେ ଏଇଟା ପୂର୍ଣ୍ଣ ହେଇଗଲା ତ ଏଇଟା ପୂର୍ଣ୍ଣ ହେଇଗଲା ଯଦି ଆକୁ ଆମେ ଭାଙ୍ଗି ଦେଲେ ତାହେଲେ ଇଏ ଅଧୁରା ହେଇଗଲା ଦିଟା ଯାକ ଅଧା ଅଧୁରା ତେବେ ଆ ସହିତ ଇଏ ନିର୍ଭରଶୀଳ ନା ନାହିଁ ଡିପେଣ୍ଡାଣ୍ଟ ନା ନାହିଁ पेन सहित कैप टा डिपेंड करछि कैप सहित पेन टा डिपेंड करछि जदि दीटा को हम जोडुछे ताले एटा संपूर्ण होछि ठीक सेमिति ये जो खंड वाक्य मध्ये सेमति एटा जेमति खंड दिना अधा अधा सेमति आतंकवादीर मूलोत्पाटन करा जाय एटा गोटे वाक्य किंतु एटा गोटे खंड वाक्य काहे कि खंड वाक्य तुमको जदि मु आसी कहबी जे आतंकवादीर मूलोत्पाटन करा जाय तमे निहाती मनरे प्रश्न आसीबो जे केमिति करा जेबो किए करबो काहे की करबो आसीबो ना तार एई वाक्यटा पूरा तुमको बुझौछि कि वाक्यर अर्थ पूरा कंप्लीट होछि कि हो जदि मु तुमको कहबी आतंकवादीर मूलोत्पाटन କରାଯିବ ତେବେ କରାଗଲେ ବିଶ୍ୱରେ ଶାନ୍ତି ସମ୍ଭବ ହେବ ତାହେଲେ କମ୍ପ୍ଲିଟ ହଉଛି या फिर ତମକୁ ଯଦି ଖାଲି ଆସିକି କିଏ କହିବ ବିଶ୍ୱରେ ଶାନ୍ତି ସମ୍ଭବ ହେବ ତାହେଲେ ତମେ କଣ ଭାବିବ ବିଶ୍ୱରେ ଶାନ୍ତି ସମ୍ଭବ ବୋଲି କେମିତି ସମ୍ଭବ ହେବ ନୁହେଁ କି ମାନେ ଆସୁନି କେମିତି ସମ୍ଭବ ହେବ କଣ କଲେ ସମ୍ଭବ ହେବ ତାହେଲେ ସେଟା ଆ ବିନା ଅଧୁରା ଆ ବିନା ଅଧୁରା ତେବେ ଦିଟା ଖଣ୍ଡ ବାକ୍ୟ ପରସ୍ପର ସହିତ ନିର୍ଭରଶୀଳ ଥିବ ଏବଂ ତାକୁ ଯୋଡିବା ପାଇଁ ଆମେ ଯେମିତି ଏକ ଆଉ ଏକ ଦିଟାକୁ ଯୋଡିବା ପାଇଁ ଗୋଟେ ପ୍ଲସ ଚିହ୍ନର ବ୍ୟବହାର କରୁଛେ ଠିକ ସେମିତି ଦିଟା ବାକ୍ୟକୁ କିଏ ଯୋଡିବ ଅବୟ ହେଲା ଦିଟା ବାକ୍ୟକୁ ଯୋଡିବ ତ ଅବୟ କେତେ ପ୍ରକାର ଅଛି କେତେ ଗୁଡେ କିନ୍ତୁ ତାପରେ ଆଉ କଣ ସବୁ ଅଛି ବା କିନ୍ତୁ ଓ ଏସବୁ ଗୋଟେ ଗୋଟେ ଅବୟ ମାତ୍ର ହେଲା ଏସବୁ ଅବୟ ସେଇଭଳି ଏଇଟା କଣ ଆଶ୍ରିତ ଅବୟ ଅର୍ଥାତ ଯଦି ଯଦି ଲଗଉଛ ତ ସେଟା କେବେ ଲଗେଇବ ଯେତେବେଳେ ସେତେବେଳେ ଯେମିତି ସେମିତି ଏସବୁ ଆମେ ସାଧାରଣ କଥାରେ ଲଗଉନେ ଯେତେ ତମେ କୋଉ ଦିନ କ୍ଲାସ ଆସିପାରୁନ ବର୍ଷା ହଉଛି କ୍ଲାସ ଆସିପାରୁନ ତମ ଟିଚର ପଚାରିଲେ କଣ କହୁଛ ବର୍ଷା ହେବାରୁ କ୍ଲାସ ଆସୁନି ତାପରେ କେତେବେଳେ କଣ ମାନେ ପୁରା ଏକ୍ସପ୍ଲେନ କରିବାକୁ ପଡୁଛି ତମେ କଣ କରୁଛ ଯେତେବେଳେ ବର୍ଷା ହେଲା ସେତେବେଳେ ମୁଁ ଆସିଲି କିମ୍ବା ତମେ କାଲି କଣ କରୁଥିଲ କି ପଚାରିବ କାଲି ତ ବର୍ଷା ହବ ତମେ କଣ କରୁଛ କାଲି ଦିନରେ ତମେ କଣ କରୁଛ ତମେ ସେଦିନ ତମେ କଣ କରୁଛ ମୁଁ ଖାଇଲି ପିଇଲି ଯାହା କଲି ଯେତେବେଳେ ବର୍ଷା ହେଲା ସେତେବେଳେ ମୁଁ ଛାତରେ ପଡୁଛି କି ଯେତେବେଳେ ବର୍ଷା ହେଲା ମୁଁ ସେତେବେଳେ ଗୁଡି ଉଡଉଥିଲି କି ସେତେବେଳେ ମୁଁ ପାଠ ପଢୁଥିଲି ଯାହା କହିବ ତାହେଲେ ଯେତେବେଳେ ସେତେବେଳେ ଯୋଡିଲା ହଁ ବାକ୍ୟଟିକୁ ଯୋଡିଲା ଠିକ ସେମିତି ଇଏ ହେଲା ଜଟିଳ ବାକ୍ୟ ମଧ୍ୟ ଦିଟା ଖଣ୍ଡ ବାକ୍ୟକୁ ପରସ୍ପର ନିର୍ଭରଶୀଳ ଖଣ୍ଡ ବାକ୍ୟରେ ତୁମେ ଆଶ୍ରିତ ଅବୟ ଲଗେଇକି ଯୋଡିଲେ ସେ ହେଲା ଜଟିଳ ବାକ୍ୟ ତାକୁ କୁହାଯିବ ଜଟିଳ ବାକ୍ୟ ଯେକୌଣସି ଜଟିଳ ବାକ୍ୟରେ ଏଇ ଗୁଡା ଥିବ ନିହାତି ଭାବରେ ଦିଟା କିମ୍ବା ତାଠୁ ଅଧିକ ଖଣ୍ଡ ବାକ୍ୟ ଥିବ ଯାହା ପରସ୍ପର ସହିତ ନିର୍ଭରଶୀଳ ଥିବ ଏବଂ ତାକୁ ଯୋଡିବାକୁ ହିଁ ତୁମକୁ ଆଶ୍ରିତ ଅବୟର ବ୍ୟବହାର କରିବା ପାଇଁ ପଡୁଥିବ କ୍ଲିୟର ଏବେ କ୍ଲିୟର ହେଲା ବାବା ତମେ କ୍ଲିୟର ହେଲା ତାକୁ ଆମେ ସରଳରେ ଯଦି କରିବା ତେବେ ସରଳ ବାକ୍ୟରେ କରିବାକୁ ହେଲେ ପ୍ରଥମେ ମନେ ରଖିବା ଦରକାର ଯେ ସରଳ ବାକ୍ୟଟା କାହାକୁ ଆମେ ସରଳ ବାକ୍ୟରେ ଗୋଟିଏ ମାତ୍ର ସମାପିତ କ୍ରିୟା ଥିବ ଯୋଉଟା କି ସମାପିତ କ୍ରିୟାକୁ ପୁରା ଖାଇବା ଦେଖିବା ଲେଖିବା ପଢିବା ନାଚିବା ବୁଲିବା ଦେଖୁଛି ଖାଉଛି ସେ ଯୋଉ କରିବି ସେଟା ଖାଉନା କାହିଁକି ଯିବା ଗଲି ଦେଖିଲି ପଢିଲି ନାଚିଲି ବୁଲିଲି ଏସବୁ ହେଲା ଗୋଟେ ଗୋଟେ ତେବେ ଯୋଉଟା ଗୋଟେ ଧାଡି ଲେଖିଲ ମୁଁ ତମକୁ କହିବି ରାମ ଭାତ ଖାଉଛି ଖାଇବା କଣ ଗୋଟେ କ୍ରିୟା ତ ଭାତ ଖାଉଛି ମାନେ ତମକୁ କଣ ବୁଝିଲା ଯେ ରାମ ମାନେ ଲୋକ ସେ ଭାତ ଖାଉଛି ତେବେ ସେଟାକୁ ବୁଝି ହଉଛି ଯେ ରାମ ଭାତ ଖାଉଛି ରାମ ଯେତେବେଳେ ଭାତ ଖାଇଲା ବୁଝିବ ସେଟା କଣ ହଉଛି ମାନେ ଯେତେବେଳେ ନହେଲେ ଯଦି କହିବି ରାମ ଖାଇ ଖାଇ ବିଦ୍ୟାଳୟକୁ କଣ ହଉଛି ଖାଇବାଟା ଠିକ ଅଛି ଖାଇବାଟା ହେଲା କ୍ରିୟା କିନ୍ତୁ ସେଟା କଣ କ୍ରିୟାଟା ସମ୍ପୂର୍ଣ୍ଣ କଲା କି ବାକ୍ୟ ତେଣୁ ଖାଇବା ଯୋଉ କ୍ରିୟାଟା ମଝିରେ ଯୋଡା ହେଇଛି ରାମ ଖାଇ ଖାଇ ବିଦ୍ୟାଳୟକୁ
आउ किछि नाही तेणु करिक सेटा हेगला तमरो सरल वाक्य नुहे कारण जदि लेखिबो राम खाई खाई विद्यालय को गला कि छोटा चना मटर भजा किनी खाई खाई के विद्यालय को जाउची गला ताले सेटा गला जो लास्ट अछि सरल वाक्य सेटा हे परिबो काहे कि सेटा ला समापित क्रिया होती अब खाई खाई जोटा सेटा गोटे क्रिया किंतु सेटा समाप्त करूनी वाक्य को तेणु सेटा हला असमापित क्रिया हैला क्लियर तो सेही भलिया मते सरल वाक्य डेफिनेशन जे सरल वाक्य रे गोटे मात्र समापिका क्रिया थिबो आउ सेति तुमको ना अव्यय दरकार ना पाठक जोड़ीबा दरकार ना एक्स वाई जेड किछि दरकार ताले एटे को कोन हबो आमे प्रथमे जदि तेबे को उठेई देबा सेति नै तापर दीटा जो सरल वाक्य अछि हमको दीटा सरल वाक्य दरकार नै सॉरी हां दीटा सरल वाक्य अछि खंड वाक्य हमको दीटा खंड वाक्य दरकार नाही काहे कि ना हमको सरल वाक्य रे गोटिए मात्र समापित थिबा क्रिया थिबा वाक्य दरकार तेबे आपण कोन करिया चेष्टा करो मु कहै को तुम चेष्टा करो ए वाक्य को तुमको कहै दिबो आउ गोटे प्रकार लेखिबा पई लेखि के मते को आउ गोटे प्रकार केमति लेखिबा समस्त लेख काको आसुच देखिबा लेखिछ तमे लेखिछ लेखो लेखो तमे भी लेखो लेखो तमे लेखिछ अपने तो एते सुंदर पाठ की जोड़ी देबे एटा आउरी बढी जाय कि मार्क बढिया मिलबे माने नहीं एटा सुंदर अक्षर है हां देखो हम आसले कहि ठीक है लेक्चर आउ के लेखिछ होउची ना होनी तारा होनी होनी काई होनी ए तेरा लिखा हो हां मुंडा काई खाली के कोन ता असुविधा बुझी होनी बुझी होनी हम कुछ कर ना बुझी यदि यदि जान कुछ कर तमे कोउटी असुविधा होची कोडा बुझना जागा एई जिंस ना तमे तारे बुझिया पई चाहू ना यदि तमे बुझिया पई चाहू तो तारे मते पचार जदि एई जागा भी मु बुझी पारुनी खाली मु सेई जागा तमको क्लियर करन कि तमे टोटली माने कहूनी ना ना कहूच जे कोडा बुझी पड़नी ना आंसर दोच ताले मु कोन बुझी पढ़िया पई इच्छा नहीं अच्छी अच्छी सुनो बुझीबा घोषिया रे देखु पे तमे बॉयटा पूरा घुस दो घरे जो बॉयटा घुसा वाला पूरा घुस दो परीक्षा रे भलो करदेलो 90% मार्क लेकिन लोग बुझीबो घोषिला से वर्ष बाद हम तुमको बॉय टॉप पे आसीबा কিন্তু তুমি বুঝিଥିବ ସିଭଳିଆ ଏତେ ବହିରେ 10ଟା ଶବ୍ଦ ଦେଇଛି ତମେ ସହ ସହ ଶବ୍ଦ ସହ ସହ ବାକ୍ୟ ତମ ମୁଣ୍ଡ ଭିତରକୁ ଆସିଯିବ ଯୋଉଠି ଯେମିତି ଯେତେବେଳେ ଶିଖିବ ସେ ବାକ୍ୟର ତମକୁ ସେ ପ୍ରଶ୍ନର ଉତ୍ତର ଆସିବ ଯଦି ତମେ ବୁଝିଥିବ ତେଣୁ ସବୁବେଳେ ଚେଷ୍ଟା କର ଗୋଟେ ଟପିକ କୁ ବୁଝିବା ପାଇଁ ବସିବା ପାଇଁ ବିଲକୁଲ ଚେଷ୍ଟା କର ନାହିଁ ଆଗକୁ ସେକେଣ୍ଡ ଇୟରରେ ଜାଣିବନି କି ଘୁଷି ପକେଇଛି ବୁଝିବାକୁ ଚେଷ୍ଟା କର ହଉ ତାହେଲେ ଯେତିକି ଆଉ କିଏ ଲେଖିଛ ପୁରା ଲେଖିଛ ତମେ ଲେଖିଛ ଏଲୋଟ୍ରେସ୍ ଲେଖିଛ ନାଇଁ କିଛି ଲେଖିନ ବାକ୍ୟଟା କେମିତି ବଦଳେଇ ହବ ଲେଖିନ କହିଲା ବେଳେ ତ କେତେ ଭେରାଇଟି ବାକ୍ୟ କହୁଛ କହିଲା ବେଳେ ସମସ୍ତେ ଘରେ ବାହାରେ ସାଙ୍ଗମାନେ କେତେ ପ୍ରକାର ବାକ୍ୟ ବ୍ୟବହାର କରୁଛ ନା ନାଇଁ କି ସେଇଟାକୁ ଚେଞ୍ଜ କରିବା କଥା ଖାଲି ହଉ ଆତଙ୍କର ମୂଳୋତ୍ପାଟନ ବିଷୟରେ ଶାନ୍ତି ସମ୍ଭବ ହେବ ଆତଙ୍କବାଦୀର ମୂଳୋତ୍ପାଟନ କରାଗଲେ ବିଷୟରେ ଶାନ୍ତି ସମ୍ଭବ ହେବ
ଆତଙ୍କର ମୂଳୋତ୍ପାଟନ କରାଗଲେ ବିଶ୍ୱରେ ଶାନ୍ତି ସମ୍ଭବ ହେବ। ଏଥିରେ କେତେଟା ସମାପିତ କ୍ରିୟା ଅଛି ଆଉ କୋଉଟା କ୍ରିୟା କେତେଟା ଅଛି ଆଗ ମତେ କୁହ କ୍ରିୟା କେତେଟା ଅଛି କେତେଟା କ୍ରିୟା ଏ ଧାଡିରେ ଅଛି କେତେଟା ଅଛି ଭେରି ଗୁଡ କେତେଟା ଦିଟା କୁହ କଣ କୁହ କରାଗଲେ ଆଉ ହେବ ଠିକ ଭେରି ଗୁଡ ଗୋଟେ ହେଲା କରାଗଲେ ଗୋଟେ ହେଲା ହେବ ତାହେଲେ କୋଉଟା ସମାପିତ କ୍ରିୟା ଭିତରୁ ସମ୍ଭବ ହେବଟା କାହିଁକି ନା ଏ ଧାଡିଟାକୁ ଶେଷ କରୁଛି ସେଥିପାଇଁ ଏଇଟା ହେଲା ସମାପିତ କ୍ରିୟା କରାଗଲେ ଏଇଟା ହେଲା ଅସମାପିତ କ୍ରିୟା କାରଣ ଆତଙ୍କବାଦୀର ମୂଳୋତ୍ପାଟନ କରାଗଲେ ଯଦି ତାକୁ ରଖିବା ତାହେଲେ ଏଇଟା ଅସମାପିତ କ୍ରିୟା ହଉଛି ବାକ୍ୟଟାକୁ ସେ ପୁରା କରୁନାହିଁ କମ୍ପ୍ଲିଟ କରୁନି ତେଣୁ ଗୋଟେ ଅସମାପିତ କ୍ରିୟା ରହିଲେ ଗୋଟେ ସମାପିତ କ୍ରିୟା ରହିଲା ଅସମାପିତ କ୍ରିୟା ଗୋଟେ ଦିଟା ରହୁ କି ନ ରହୁ ଆମର ସେଥିରେ ମତଲବ ନାହିଁ ରହିଲେ ଚଳିବ ନ ରହିଲେ ଚଳିବ କିନ୍ତୁ ଗୋଟେ ମାତ୍ର ସମାପିତ କ୍ରିୟା ଥିଲେ ତାହେଲେ ସିଏ ହେଇଯିବ ସରଳ ବାକ୍ୟ କ୍ଲିୟର ତାକୁ ଆଉ କଣ କରିବ ଯୌଗିକ ବାକ୍ୟ କଣ ଖାଦ୍ୟ ଖାଇଲେ ମୂଳ କରାଯିବ ଏବଂ ବିଶ୍ୱରେ ଶାନ୍ତି ସମ୍ଭବ ହେବ କରାଯିବ ମାତ୍ର ବିଶ୍ୱରେ ଶାନ୍ତି ସମ୍ଭବ ହୋଇପାରିବ ମାତ୍ର ଲାଗିବ ମାତ୍ର ଆଉ କଣ କରୁ ତାର ଅର୍ଥ ବି ଜାଣନ୍ତୁ ତାହେଲେ ବି ହେଇପାରିବ ଆତଙ୍କବାଦ ମୂଳୋତ୍ପାଟନ କରାଯିବ ତାହେଲେ ବିଶ୍ୱରେ ଶାନ୍ତି ହେଇପାରିବ ଏବଂ ମାତ୍ର ମାଛ ତମେ ଶୁଣିବ ଲେଖିଲା ବେଳେ ଶୁଣିବ କୋଉ ଜାଗାରେ ଏବଂ ଲଗା ହୁଏ କୋଉ ଜାଗାରେ ମାତ୍ର ଲଗା ହୁଏ ମୁଁ ଗଲି ମାତ୍ର ସେ ଆସିଲା ନାହିଁ କୋଉଠି ଲାଗିଲା ମୁଁ ଗଲି ମାନେ ପଜିଟିଭ ମାତ୍ର ସେ ଆସିଲେ ନାହିଁ ନେଗେଟିଭ ମୁଁ ଡାକିଲି ମାତ୍ର ସେ ଶୁଣିଲାନି ହେଲା ସେଇ ଜାଗାରେ ମାତ୍ରର ବ୍ୟବହାର କରିବ ହଁ ଓ ହେଇପାରିବ ହଁ ଓ ହେଇପାରିବ ଆତଙ୍କବାଦର ମୂଳୋତ୍ପାଟନ କରାଯିବ ଓ ବିଶ୍ୱରେ ଶାନ୍ତି ସମ୍ଭବ ହେବ ଆତଙ୍କବାଦର ମୂଳୋତ୍ପାଟନ କରାଯିବ ତାହେଲେ ବିଶ୍ୱରେ ଶାନ୍ତି ସମ୍ଭବ ହେବ ଦିଟା ଯାକ ହେଇପାରିବ ଠିକ ହେଲା ବହିରେ କଣ ଅଛି ଆତଙ୍କବାଦର ମୂଳୋତ୍ପାଟନ କରାଯିବ ଓ ବିଶ୍ୱରେ ଶାନ୍ତି ସମ୍ଭବ ହେବ ତେବେ ଆଉ ଗୋଟେ ଜିନିଷ ମନେ ରଖିବ ଯୋଉ ଅବୟ ଗୁଡାକ ସବୁ ଅଛି ଶୁଣିବ ଲଗେଇ ସାରିଲା ଲେଖିବ ପ୍ରଥମେ ରଫରେ ଶୁଣିବ କାନକୁ ଠିକ ଶୁଭୁଛି ନା ନାହିଁ ହେଲା ଏବଂ ମନେ ରଖିବ ରାମ ଗୀତ ଗାଇବ ଏବଂ ସୀତା ତା ସାଙ୍ଗରେ ଗାଇବ ସେଇଟା ସୁନ୍ଦର ଲାଗୁଛି ଦି ଜଣ ଗାଇ ସିଏ ଏବଂ କିଏ ନାଇଁ ହଁ ଠିକ ଇଏ ହେଇଗଲା ତମର ସରଳର ଯୌଗିକ ଯୋଉ ଉପରୁ ଜଟିଳ ସେ ଯାହା ହଉ ଅଳ୍ପ ଟିକେ ଅଛି ତାପରେ ଭାବ ବା ଅର୍ଥ ଦୃଷ୍ଟିରୁ ବାକ୍ୟର ପରିବର୍ତ୍ତନ ଅତି ସହଜ ଯଦି ତମର ବିବୃତି ସୂଚକ ବାକ୍ୟଟେ ଦେଇଥିବ ତମେ ତାକୁ ନାସ୍ତି ସୂଚକ କଲେ ଆମେ ନାସ୍ତି ସୂଚକଟା ତମ ବହିରେ ନାହିଁ କିନ୍ତୁ ନାସ୍ତି ସୂଚକ କହିଲେ କୋଉଟା ନାହିଁ ଶବ୍ଦକୁ ଯୋଉଟା ପ୍ରକାଶ କଲା ସେଇଟା ନାସ୍ତି ମୁଁ ଯଦି କହିବି ପଣ୍ଡିତ ନୀଳକଣ୍ଠ ଦାସ ବହୁତ ଜ୍ଞାନୀ ଲୋକ ଥିଲେ ହେଲା ତାହେଲେ ନାସ୍ତି ସୂଚକରେ କଣ ହବ ନାହିଁ ଅର୍ଥରେ ଆଦୌ ଜ୍ଞାନୀ ନଥିଲେ ପଣ୍ଡିତ ନୀଳକଣ୍ଠ ଦାସ ଆଦୌ ଜ୍ଞାନୀ ନଥିଲେ ହେଲେ ନାସ୍ତି ସୂଚକ ବହୁତ ଜ୍ଞାନୀ ଲୋକ ଥିଲେ ମାନେ ଏଇଟା ଗୋଟେ ଷ୍ଟେଟମେଣ୍ଟ ବିବୃତି ସୂଚକ ନାଇଁ କି ଏଇଟା ଗୋଟେ ବିବରଣ ଆମେ ପ୍ରଦାନ କରୁଛେ ଯେ ସେ ସମୟରେ ଜଣେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ଥିଲେ ସେ ବହୁତ ହି ଜ୍ଞାନୀ ଥିଲେ ତାକୁ ଯଦି ତମେ ବିସ୍ମୟ ସୂଚକ କରିବ କଣ ହବ ଆଶ୍ଚର୍ଯ୍ୟ ହଁ ଆଶ୍ଚର୍ଯ୍ୟ କଣ ହବ ପଣ୍ଡିତ ନୀଳକଣ୍ଠ ଦାସ କି ଜ୍ଞାନୀ ଲୋକ ଥିଲେ ଏମାନେ କଣ ବାବା ସେ କି ଜ୍ଞାନୀ ଲୋକ ଥିଲା କେତେ ଜ୍ଞାନୀ ପଣ୍ଡିତ ନୀଳକଣ୍ଠ କେତେ ହଁ କେତେ ଲାଷ୍ଟକୁ ଲଗେଇଲେ କ୍ୱେଶ୍ଚନ ମାର୍କ ଯାଉ ମଝିରେ ଲଗେଇଲେ ବି ସେମିତି ହେଇପାରିବ ତାକୁ ଆମେ ଯଦି କ୍ୱେଶ୍ଚନ ମାର୍କରେ କରିବା କଣ ହବ ସବୁ ରହିବ କିଛି ଉଠିବ ନାହିଁ ବାକ୍ୟରେ ଯେତେବେଳେ ବଦଳଉଛ ସବୁ ରହିବ ଧାଡି ପଣ୍ଡିତ ନୀଳକଣ୍ଠ ଦାସ ବହୁତ ଜ୍ଞାନୀ ଲୋକ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ ବହୁତ ଜ୍ଞାନୀ ଥିଲେ କି ପଣ୍ଡିତ ନୀଳକଣ୍ଠ ଦାସ କଣ କମ ଜ୍ଞାନୀ ଲୋକ ଥିଲେ କଣ କମ ଜ୍ଞାନୀ ଲୋକ ଥିଲେ କଣ କ୍ୱେଶ୍ଚନ ମାର୍କ ତମକୁ ପଚାରୁଛି ଜାଣିଛ ପଣ୍ଡିତ ନୀଳକଣ୍ଠ ଦାସ କଣ କମ ଜ୍ଞାନୀ ଲୋକ ଥିଲେ
ମାନେ ସେ କଣ कम ज्ञानी लोक ଥିଲେ अर्थात से बहुत ज्ञानी लोक नहीं एटा प्रश्न सूचक ना पंडित नीलकंठ दास कौन कम ज्ञानी लोक थे क्वेश्चन मार्क दबो लास्ट रे आ गोटे अंधार राति अजଣା रास्ताରେ ଚାଲିବା उचित नୁହେं अंधार राति अजଣା रास्ताରେ ଚାଲିବା उचित नुहे एटा हला को प्रकारर नुहे माने नास्ति सूचक ना को परिप्रकाश करूचे ताकू यदि हम विभूति सूचक रे कहिबा कोन हो स्टेटमेंट दबा दे अनुचित अनुचित अंधार राति रास्तार एकुटिया चलवा अनुचित जन तुमको परामर्श दौर से नाई नाई अंधार राति चलवा अनुचित तमें मानिले मानिब न मानिले नहीं ताको हम विस्मय सूचक कले अंधार राति अजଣା रास्तार यात्रा तापरे बकई जिवेली प्रश्न सूचक अंधार राति कौन अजଣା रास्ता जीवा उचित क्वेश्चन नुहे गेला अंधार राति कौन अजଣା रास्ता जीवा उचित किए भी लगे पारिबो अंधार रास्ता कौन अजଣା रास्ता जीवा उचित भी लगे ये तापर अछि विस्मय सूचक वाक्यर परिवर्तन जब विस्मय सूचक थो मातृभूमि और मातृभाषा को पुणी अनादर से गोटे साहित्य को गाली दूची कि कोन करछि सेठी तब कहउछि कि मातृभूमि और मातृभाषा को कोन अनादर सेटा पुणी अनादर माने अनादर करे उचित ना पुणी अनादर माने एटा कोन स्टेटमेंट दउछि जाने ताकि हम विस्मय सूचक कले ए सॉरी विवृति सूचक कले कोन हबो हम यदि स्टेटमेंट दबा सॉरी प्रथम थिला विस्मय सूचक थिला मातृभूमि और मातृभाषा को पुणी अनादर आश्चर्य होई जण अनादर करूछि ताको आउ जण कहउछि मातृभाषा और मातृभूमि को पुणी अनादर कि तम गोटे टीचर को डिसरेस्पेक्ट करछि ताको कहै से शान को कोन अंति कहबा शान को केमती माने रेस्पेक्ट दउनी आश्चर्य हो जा सेमती गोटे घटना दे सुनिले कहीं साधारणतः बड़ मान को रेस्पेक्ट दबा उचित बोली समस्त जानिछन सेटा गोटे स्टेटमेंट बड़ मान को सम्मान करबा उचित सेटा हला विवृति सूचक ताको यदि जणे करूनी तमे देखिलो आश्चर्य हो जाउ ना एटा तो समस्त कथा कहबा बड़ मान को असम्मान ठीक हो ना डिसरेस्पेक्ट करछि तो सही शब्दटा को सॉरी सही वाक्यटा को यदि हम विवृति सूचक करबा कोन होबो मातृभूमि 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 अनादर अछि ताको हम अनादर करबा अनुचित वेरी गुड अनादर करबा अनुचित ताको हम नास्ति सूचक करबा नाही मातृभाषा को अनादर करबा उचित मातृभूमि मातृभाषा को अनादर करबा अनादर करा जाय ना करा जाय ना पचार तुम जानि छे ना सेटा सब करबा उचित करा जाय ना करा जाय माने मातृभूमि मातृभाषा को अनादर करा जाय ना ना तामाने जणे तुमको सिखाउछि जे सेटा अनादर करबा उचित नुहे ते नाही शब्द रे शेष करी कि से नास्ति सूचक बोली तुमको जणाउछि ताको प्रश्न सूचक कले कोन हबो मातृभूमि मातृभाषा को अनादर उचित तो प्रश्न सूचक हां मातृभूमि मातृभाषा को कोन अनादर करा जाय क्वेश्चन मार्क ज्ञानी लोक को किए असम्मान करे को वाक्यटा ज्ञानी लोक को किए असम्मान करे क्वेश्चन मार्क वेरी गुड ताको हम विवृति सूचक बोले कोन हो ज्ञानी लोक को असम्मान करबो विवृति सूचक माने स्टेटमेंट ज्ञानी लोक को किए असम्मान करे ज्ञानी लोक को समस्त सम्मान करନ୍ତି ज्ञानी लोक को समस्त सम्मान करନ୍ତି ताको जदि हम कहबा ज्ञानी लोक को असम्मान करबा उचित माने समस्त सम्मान करନ୍ତି वाक्यर अर्थ को बुझबा हम कोन पढिछे वाक्य जेते बेले बदलिबो तार अर्थर परिवर्तन हेबा उचित हुए